বসি অছি ধ্যান করি দীনবন্ধু দৈতারি। হে দীনবন্ধু, হে দৈতারি, হে জগন্নাথ তুমକୁ কোটি কোটি প্রণাম। জয় জগন্নাথ, জয় জগন্নাথ, জয় জগন্নাথ। ଶ୍ରୀମନ୍ଦିର ପାଖରୁ ଏବେ ତାହା ପହଞ୍ଚିଲାଣି। ଯଦି କହିବା ତେବେ ଜନତା ସିନେମା ଛକ ପାଖରେ, ଅର୍ଥାତ୍ ଯଦି କହିବା ଆପଣ ଦେଖିପାରୁଥିବେ ତା ଦୃଶ୍ୟ କି ବର୍ତ୍ତମାନ ଜନତା ସିନେମାରୁ ମାର୍କେଟ ଛକ ଆଡ଼ିକି ଅଗ୍ରସର ହେଉଛି ନନ୍ଦିଘୋଷ ରଥ ଏବଂ ଏବେ ଟାଉନ ଥାନା ଟପିକି ଆଗକୁ ବଢ଼ିଲାଣି। ଏବଂ ଯଦି କହିବା ବଳଭଦ୍ରଙ୍କ ତାଳଧ୍ୱଜ ରଥ ବର୍ତ୍ତମାନ ସେ ଗୁଣ୍ଡିଚା ମନ୍ଦିର ପାଖାପାଖି ହେଲାଣି, ଅର୍ଥାତ୍ ବଡ଼ଶଙ୍ଖ ଟପି ଆଗକୁ ବଢ଼ିଲାଣି ଏବଂ ସୁଭଦ୍ରାଙ୍କ ରଥ ବର୍ତ୍ତମାନ ଯଦି କହିବା ତେବେ ମେଡ଼ିକାଲ ଛକ ପାଖାପାଖି ମଧ୍ୟ ହେଲାଣି। ତେଣୁ ରଥ ଆଜି ଦେଖିବା ଯେତେ ଜୋରରେ ଆଜି ଗଡ଼ି ଗଡ଼ି ଚାଲୁଛି, ବୋଧହୁଏ ଆମେ ଦେଖିଛେ କି ମହାପ୍ରଭୁଙ୍କ ରଥ ଯେଉଁ ଅଟକି ଯାଇଥିଲା ଜଗନ୍ନାଥଙ୍କ ରଥ, ସେ ଆଜି ଏଭଳି ଗଡ଼ିଲା କି 2-3ଟି ଝିଙ୍କାରେ ସିଧାସଳଖ ପହଞ୍ଚି ଗଲାଣି ମାର୍କେଟ ଛକ ପାଖାପାଖି। ତେଣୁ ଯାହା ରହିଛି ବୋଧହୁଏ ଆଜି ଦିନ 12ଟା ଭିତରେ, ଅର୍ଥାତ୍ ଯଦି କହିବା 12ଟା ଭିତରେ 3 ରଥ ବୋଧହୁଏ ପହଞ୍ଚିଯିବ। 12ଟାରୁ 1 ଭିତରେ 3 ରଥ ପହଞ୍ଚିବାର ବ୍ୟବସ୍ଥା କରାହେଉଛି। କାରଣ ଯେଉଁଭଳି ଭାବରେ ରଥ ଗଡ଼ି ଗଡ଼ି ଚାଲୁଛି, କାରଣ ଦେଖନ୍ତୁ 2ଟି ରଥ ପହଞ୍ଚିଗଲା ପରେ ସମସ୍ତ ଗୋଟିଏ ଭକ୍ତମାନେ ପହଞ୍ଚିବେ ଜଗନ୍ନାଥଙ୍କ ରଥ ଟାଣିବାକୁ, ଏକା ସାଙ୍ଗରେ ରଥକୁ ଟାଣି ନେଇଯିବେ। କିନ୍ତୁ ସବୁଠୁ ବଡ଼ କଥା ହେଲା ଯେଉଁ ରଥର ମୋଡ଼, କାରଣ ଆପଣ ଦେଖୁଥିବେ ରଥର ମୋଡ଼ ସବୁଠୁ ଗୋଟେ ସମସ୍ୟାରେ ପକାଏ। ସେଥିପାଇଁ ରଥ ତଳେ ଫାଳି ଦିଆଯାଏ। ତେଣୁ ଆପଣ ଦେଖୁଥିବେ ଜଗନ୍ନାଥଙ୍କ ରଥକୁ ଯେତେବେଳେ ନିଆଗଲା ମନ୍ଦିର ଅଫିସ କାର୍ଯ୍ୟାଳୟ ପାଖରେ ତାକୁ ମୋଡ଼ ଦିଆଗଲା। ମୋଡ଼ ପରେ ରଥ ତାପରେ ଗଡ଼ି ଗଡ଼ି ଚାଲିଲା ଏବଂ ସେହି ଅନୁସାରେ ଆପଣ ଦେଖୁଥିବେ ରଥ ବର୍ତ୍ତମାନ ଗଡ଼ି ଗଡ଼ି ଚାଲୁଛି। ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚାଲିଛି, ଭକ୍ତମାନେ ତା ପଛେ ପଛେ ଚାଲିଛନ୍ତି ଏବଂ ଯେଉଁମାନଙ୍କ ଭକ୍ତଙ୍କର ମନ ବୁଝିଗଲା ସେମାନେ ମଧ୍ୟ ଧୀରେ ଧୀରେ ପ୍ରତ୍ୟାବର୍ତ୍ତନ କଲେଣି। କାରଣ ସେମାନେ ମଧ୍ୟ ଜାଣିଲେ କି ନାଇଁ କାଳିଆ ସାଆନ୍ତଙ୍କୁ ଦେଖିବା ତାଙ୍କର ସାର୍ଥକ ହେଲା। ପୁଣି ଥରେ ସେମାନେ ପ୍ରସ୍ତୁତ ହେବେ ଆସନ୍ତା ପରଦିନ ସକାଳ ପାଇଁ। କାରଣ ଆସନ୍ତା କାଲି ସକାଳେ ଭକ୍ତମାନେ ମଧ୍ୟ ରଥ ଉପରେ ଦର୍ଶନ ପାଇବେ। କାରଣ ଏଇଥର ଆମେ ଦେଖିଲେ କି ଭକ୍ତମାନେ 3 ଦିନ ଧରି ମହାପ୍ରଭୁଙ୍କର ଦର୍ଶନ ପାଇବେ। ଗୋଟେ ଥର ପହଣ୍ଡି ପରେ ଗତକାଲି ଦର୍ଶନ ପାଇଲେ, ଆଜି ରଥ ଉପରେ ଦିନ ତମାମ ଦର୍ଶନ ପାଇବେ, ରାତି ଦର୍ଶନ ପାଇବେ, ଆସନ୍ତା କାଲି ଅପରାହ୍ନ 2ଟା ପର୍ଯ୍ୟନ୍ତ ମଧ୍ୟ ଦର୍ଶନ ପାଇବେ। ତାପରେ ସନ୍ଧ୍ୟା ସମୟରେ ମହାପ୍ରଭୁଙ୍କର ଆଡ଼ପ ମଣ୍ଡପ ପହଣ୍ଡି ହେବ ଆସନ୍ତା କାଲି ଏବଂ ସେଥିପାଇଁ ସମସ୍ତ ମଧ୍ୟ ପ୍ରସ୍ତୁତି କରାଯିବ ଏବଂ ସେଥିପାଇଁ ଗୁଣ୍ଡିଚା ମନ୍ଦିର ମଧ୍ୟ ସୁସଜ୍ଜିତ କରି ରଖାଯାଇଛି ଏବଂ ସମ୍ପୂର୍ଣ୍ଣ ଭାବେ ଦୃଶ୍ୟ ଦେଖୁଥିବେ ବଡ଼ଦାଣ୍ଡ ଏବେ ବି ଲୋକାରଣ୍ୟ। ରଥଯାତ୍ରାର ମଧ୍ୟ ଗହଳି ଦେଖିବାକୁ ମିଳିଛି। ଗତକାଲି ରଥଯାତ୍ରା ଥିଲା, କିନ୍ତୁ ଆଜି ମଧ୍ୟ ଦ୍ୱିତୀୟ ଦିନରେ ମଧ୍ୟ ରଥରେ ମଧ୍ୟ ବହୁତ ଲୋକଙ୍କ ଭିଡ଼। ଏବେ ମଧ୍ୟ ଦେଖୁଥିବେ କି ପର୍ଯ୍ୟାପ୍ତ ପରିମାଣରେ ଜନସମୁଦ୍ର। ଯେଉଁ ଲୋକମାନେ ମହାପ୍ରଭୁଙ୍କ ରଥ ଟାଣିଦେଲେ ସେମାନେ ଧାଇଁ ଆସିଲେଣି ମହାପ୍ରଭୁଙ୍କ ଶ୍ରୀମନ୍ଦିର ଭିତରେ ଟିକେ ଘେରାଏ ମାରି ପଳେଇବେ। କାରଣ ମହାପ୍ରଭୁଙ୍କ ଶ୍ରୀମନ୍ଦିର ମଧ୍ୟ ସମ୍ପୂର୍ଣ୍ଣ ଭାବେ ଫାଙ୍କା ହୋଇଯାଇଛି, ଭିଡ଼ ନାହିଁ, କୋଳାହଳ ନାହିଁ। କାରଣ ଭିତରେ ଲୋକଙ୍କର ଫାଙ୍କା ରହିଥିବାରୁ ଭକ୍ତମାନେ ଅତି ଆନନ୍ଦରେ ବୁଲିକି ଯାଇପାରିବେ ଏବଂ ସମସ୍ତ ଭିଡ଼ ଜମିବ ନବଦିନାବେଗୀ ଯାତ୍ରାରେ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ। ସେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କର ପୁଣି ପରଦିନ ଠାରୁ ଆରମ୍ଭ ହେବ ଜୈବିକ ଚାଉଳରେ ମହାପ୍ରସାଦ। ତା ପାଇଁ ମଧ୍ୟ ପ୍ରସ୍ତୁତି ସରିଛି। ନିଶ୍ଚିତ ଭାବେ ଭକ୍ତ ମନରେ ମଧ୍ୟ ସେ ଆବେଗ ରହିଛି କି ଆଡ଼ପ ଅବଢ଼ା ଟିକେ ପାଇବ, ସେଥିପାଇଁ ତାକୁ ସୋମବାର ଲାଗିଯିବ। ସୋମବାର ଦିନ ସକାଳୁ ସକାଳୁ ମହାପ୍ରଭୁଙ୍କର ଦର୍ଶନ ପରେ ସେଠାରେ ସକାଳ ଧୂପରେ ବାହାରିବ ଆଡ଼ପ ଅବଢ଼ା ଏବଂ ଆଡ଼ପ ଅବଢ଼ା ପାଇଁ ଭକ୍ତ ସାନ୍ନିଧ୍ୟ ଲାଭ କରିବ। କାରଣ ଯଦି 2 ଦିନ ବିତିଗଲା ରଥ ଉପରେ ଏବଂ ତୃତୀୟ ଦିନ ମହାପ୍ରଭୁଙ୍କର ଗୁଣ୍ଡିଚା ମନ୍ଦିରରେ ହେବ ଏବଂ ନବଦିନ ଯାତ୍ରା ସରି ସରି ଆସିବ। ପୁଣି ଥରେ ପଞ୍ଚମୀ ଦିନ ହେରା ପଞ୍ଚମୀ ମା ଲକ୍ଷ୍ମୀ ଯିବେ ଏବଂ ରଥ ଭାଙ୍ଗିବାର ପରମ୍ପରା, ପୁଣି ନବମୀରେ ସନ୍ଧ୍ୟା ଦର୍ଶନ, ପୁଣି ତାପରେ ବାହୁଡ଼ାର ପ୍ରସ୍ତୁତି ଆରମ୍ଭ କରାଯିବ। ତେଣୁ ନିଶ୍ଚିତ ଭାବେ ଆପଣ ଦେଖୁଥିବେ କି ବଡ଼ ଦାଣ୍ଡରେ ସେଇ ଦୃଶ୍ୟ, ଅର୍ଥାତ୍ ସେଇ ଲୋକଙ୍କର ଜନସମୁଦ୍ର ସମସ୍ତେ ଧାଇଁଛନ୍ତି ମହାପ୍ରଭୁଙ୍କ ରଥ ଟାଣିବା ପାଇଁ। କାରଣ ରଥ ଟିକେ ଛୁଇଁଦେବା ବା ରଥ ଦୌଡ଼ ଟିକେ ପାଇଯିବା, ତାକୁ ନେଇକି ମଧ୍ୟ ଅନେକ ମହାତ୍ମ୍ୟ ରହିଛି। ଭକ୍ତଟିଏ ମଧ୍ୟ ସାନ୍ନିଧ୍ୟ ପାଇଥାଏ। ପୁଣି ଖାଲି ସେତିକି ନୁହେଁ, ଆମେ ଦେଖିଛେ କି ବଡ଼ ଦାଣ୍ଡରେ ଯେତେବେଳେ ରଥ ଗଡ଼ି ଯାଉଛି ତା ପଛେ ପଛେ ଲୋକମାନେ ଦାଣ୍ଡରେ ଗଡ଼ି ଯାଉଛନ୍ତି। ଦାଣ୍ଡରେ ମହାପ୍ରଭୁଙ୍କର ପଦରଜୁ ନେଇ ମୁଣ୍ଡରେ ଲଗାଉଛନ୍ତି, ଦେହରେ ଲଗାଉଛନ୍ତି ଏବଂ ଆଶୀର୍ବାଦ ନେଉଛନ୍ତି। हाँ तो यही दृश्य आप देखिपे निश्चित भाव ये परंपरा आम बर्तमान स्टूडियो देखिए शुणा भाष्यकार मत कि ये जो दुर्लभ दृश्यर कौन रही अपूर्व कहानी। जय जगन्नाथ जय जगन्नाथ जय जगन्नाथ जय जय जगन्नाथ। आपण माने बड़ खाउंद बलभद्रंकर सुदृश्य देखिपारुचंती। रथर जो अपूर्व शोभा
जहा अत्यंत दुर्लभ मनलोभा इंद्रादि देवता माने जहा सह्य करि पारंती नाही असहिष्णु हो जाती एवं किंतु प्रभु पाखरे शरणापन्न हेई प्रभु को कहती हे प्रभु आपण होउचंदी कौन ना तापत्रय विकर्षणाय ये जो संकर्षण नाम वहीच हे बलराम तमे तापत्रय विकर्षणाय आध्यात्मिक ताप आदि भौतिक आदि दैविक ताप को विकर्षण करुथिबारु विनाश करुथिबारु तमर ना होउची संकर्षण तेणु तमे हलम कलयते सदा तेणु तमे हली नाम प्रख्यात तेणु हे बलराम हे बलभद्र आपण तो धीरे धीरे आग को जाउछंती एवं ये रथ यात्रा रे जो जनसंख्या से जनसंख्या मन भितरे सुंदर चिंताधारा सब अच्छी किए चाहूँगी माँ को दर्शन करिवो किए चाहूँगी बड़ भाई की दर्शन करिवो किए चाहूँगी जगन्नाथ को दर्शन करिवो कहीं जगन्नाथ को दर्शन करिवो मानव धारण कर हे कारण शरण तुम पाद तले मानव धारण कर हे कारण शरण तुम पाद तले आज गोटे निजर अनुभूति कथा काली जेते बेले समस्ते मन दुख कले एवं प्रचुर परिमाण रे आपण न्यूज 18 ओडिया टीवी माध्यम आपण मान न्यूज रीडर मान शुणिथिबे रथ टणा हबो किंतु सर्वशेष होईगला कौन आम अपेक्षा कलु जे रथ टणा बंद आज हैला एठी सबू लोक मान मन भितर गोटे दुख भाव आसीगला कहीं ना समस्ते अभिमान कले कहले एते दूर पथ परिश्रम करी आम आसीचु महाबाहु आपण रथ गड़ब ना आपण रथ गड़ब ना तेणु आपण होचंदी मान उद्धारण आपण निश्चित भाव मान को उद्धारण करिवे एवं ये मान को उद्धारण करू करू एपटे माँ देखुंदी क्या ना सुभद्रा माँ को जी होती कौन ना सर्व काम प्रदे नित्ये जी सबु बेले समस्त प्रकार कामना को परिपूर्ण करती भगतानां कल्पबलरी एवं भक्त मानकर जो कल्पलता ताकू धीरे धीरे बढ़ापी साहाय्य करती आउ ये माँ एवं तो आपण मैंने शुणुले गतिस्व त्वमेका भवानी हे माँ ये जगत रे मोर आउ कहीं गति नहीं आपण होउचंदी एकमात्र गति मते विवादरू मते विषादरू मते संग्रामरू मते अरण्यरू सबुठारु मते माँ रक्षा करंतु ए कथा को जदि मन भितर विचार करा जाए सेतबेले देहरे सिंहरण भाव जागृत हो जाए कहीं ना आपण होउची